ମୁଁ ଆସି ଗଙ୍ଗେଶ୍ୱର ପାଖରେ ଯାତ୍ରା କଲିଣି 74 ବର୍ଷ ହେଲାଣି ଯାତ୍ରା କଲିଣି। ମୋ ଶିଳ୍ପଟୁ ଆଇଲେଣି 27 ବର୍ଷ ହେଲାଣି ଶିଳ୍ପଟୁ ଆଇଲେଣି। ଏଠି ପ୍ରାୟ ବୋଧେ କେତେ ବର୍ଷର ଯାତ୍ରା ମୁଁ କହିପାରିବିନି, ମାନେ ମୋର ଜନ୍ମ ନାହିଁ ଏ ଯାତ୍ରାର। ତେଣୁ ଯେତେ ଲୋକ ଯିଏ ଯୋଉ ଯାହା ମାନସିକ କରନ୍ତୁ, ସେ ମାନସିକରେ ସେ ଇଏ ରହିବେ ଧାରାରେ, ଠାକୁରଙ୍କ ଆଶୀର୍ବାଦରୁ ସେ ଭଲ ବି ହେଇଯାଇପାରନ୍ତି। ଆଉ ଯେଉଁମାନେ ଗୁଆ ବସନ୍ତି ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲେ ସିଏ ବି ଗୁଆ ଉଠାନ୍ତି, ତାଙ୍କର ବି ଦେହ ଭଲ ହେଇଯାଏ। ଏମିତି ବହୁତ ଲୋକ ଯାତ୍ରା କରନ୍ତି। କିନ୍ତୁ ମୁଁ ଯେତେବେଳେ ଯାତ୍ରା ପ୍ରଥମ କରୁଥିଲି, ଯାତ୍ରା ଟୋଟାଲ ଥିଲା ଜମା 40-45 ଜଣ ଲୋକ। ଅବିକା ମୋ ମାନେ 180 ଲୋକ ପାଟୁଆ ହେଉଛନ୍ତି। ଇଏ ପାଟୁଆ ଆମର ଧର 6 ତାରିଖ ଠାରୁ ନିୟମରେ ରହିବୁ, ମାନେ ଏପ୍ରିଲ 6ରୁ। 14 ହେଉଛି ସଂକ୍ରାନ୍ତି, 13 ହେଉଛି ମାସାନ୍ତ, ଏପ୍ରିଲ 6ରୁ ଆମେ ନିୟମରେ ରହିବୁ। ଅରୁଆ ଖାଇମୁ 2 ଦିନ। ତାପରେ 1 ବାର ଗୋଟେ ଅଛି, ନୂଆ ହାଣ୍ଡିରେ ରୋଷେଇ ହେବ, ତା ଦେହରେ ସବୁ ପଡ଼ିବ, ରୋଷେଇ ହେବ। ସେଇ 1 ବାରଟିକି ଆଣିକି ତୁମେ ନିଜେ ବାଡ଼ିକି ଆଣିବ, ନୈବେଦ୍ୟ କରିବ, ଠାକୁରାଣୀଙ୍କ ନାଁରେ ନୈବେଦ୍ୟ କରିବ, ପାଣି ଛଡ଼େଇବ। ଏକା ଥରେ ଯାହା ଆଣିଥବ, କାହାକୁ ଅନିଷା କରିବନି। ସେ ହବିଷକୁ ତୁମେ ଖାଇବ। ଯଦି ଖାଇକି ଯଦି ପାଣି ପିଇଲ, ଆଉ ସେ ହବିଷକୁ ଖାଇବନି। ଯଦି ଠାକୁର ଯୋଉ ନୂଆ ପାଟୁଆ ହେଉଛନ୍ତି, ଯଦି ତାଙ୍କୁ ପ୍ରସନ୍ନ ନ ହୁଅନ୍ତି, ଟିକେ କଷ୍ଟ ହୁଏ। ଆଉ ନହେଲେ ଆଉ କଷ୍ଟ ନାହିଁ। କାଣ୍ଡ ଫୋଡ଼ାଟା ଆପଣ ଦେଖୁଛନ୍ତି ଫୋଡ଼ା ହେଉଛି, ଭଇଁଚ କଣ୍ଟାଟା ଜମା ହେଉଛି, ତାପରେ ଆମେ ଶୋଉଛୁ, ଆମ ଜଣେ ପୂଜକ ସରୁଛି, ସେ ଭଇଁଚ କଣ୍ଟା ଟପି ଯାଉଛି। ତେଣୁ ଆମ ଦେହରେ ଟିକେ ଫୁଟିବନି। ଚରିକ ପାଟୁଆ ଥିଲା, ଆଉ ଆମର ଖଣ୍ଡା ପାଟୁଆ ଥିଲା। ଚରିକ ପାଟୁଆ ଟିକେ ବ୍ୟତିକ୍ରମ କ'ଣ କରିବାରୁ ସେ ଚରିକଟି ଉଡ଼ି ଯାଇଛି। ତେଣୁ ଆମର ଯେଉଁ ଶିଳ୍ପଟା ଆଗେ ଥିଲା, ଯେଉଁ ହରିଜନ ମାନେ ପାଟୁଆ ହେଉଛନ୍ତି, ତାଙ୍କୁ କହିଲେ ଯେ ଆମେ ଝୁଣା ଖାଇସାରିଲା ପରେ ତୁମେ ଟିକେ ଝୁଣା ଖାଇବ, ଆମେ କଣ୍ଟା ପଡ଼ି ସାରିଲା ପରେ ତୁମେ ଟିକେ କଣ୍ଟା ପଡ଼ିବ। ତାଙ୍କ କାମ ଏତିକି। ଆମର କଣ୍ଟା ପଡ଼ିବାର ଅଛି, ଝୁଣା ଖାଇବାର ଅଛି, ଜୀବ ଫୋଡ଼ା ହେବାର ଅଛି, କାଣ୍ଡ ଫୋଡ଼ା ହେବାର ଅଛି, ଖଣ୍ଡାରେ ଚଢ଼ିବାର ଅଛି, ଗୋଡ଼ି ଖେଳ ହେବାର ଅଛି, ଗୁରୁ ନାମ ନେବାର ଅଛି। ଏସବୁ ଠାକୁରଙ୍କର ନିୟମ। ଯେମିତି ଗୋଟେ ଝିଅ ଯେମିତି କ'ଣ ହେଇଯିବ, ମାନେ ବିସର୍ଜନ ପଣା ଯେଉଁ ଆମେ ଖାଇଲୁ ସିଡ଼ି ଉପରେ, ଆପଣ ଦେଖିଥିବେ, ସେ ପଣା ଖାଇଦେବା ପରେ ଠାକୁର ଅନର୍ଦ୍ଧା ନେଇଯାଆନ୍ତି। ତାପରେ ଜଣାଯିବ ଯେ କେହି ବାପା ମା ଆମର ମାନସିକ କରିଥିଲେ 5 ବର୍ଷ କି 10 ବର୍ଷ କରିଥିଲା, କିନ୍ତୁ ମୁଁ ରହିପାରୁନି। ବୁଢ଼ା ହେଲେଣି ଏଇ ବର୍ଷ, ମୋ ହାତ ଭାଙ୍ଗି ଯାଇଛି ଆଜ୍ଞା, ମୋ ହାତ ଉଠେଇ ପାରୁନି, କାଣ୍ଡ ବି ନେଇନି ମୁଁ। ଆସି ମୋତେ 86 ବର୍ଷ ହେଲାଣି। ଡେଲି ଆସୁଛି ଆଜ୍ଞା, 4ଟା ବେଳେ ଡେଲି ଆସୁଛି, ତା ପାଖରେ ପ୍ରାର୍ଥନା କରୁଛି, ପୁଣି ଘରକୁ ଯାଉଛି। ଆମର ସଂକ୍ରାନ୍ତି ଦିନ ଆଗେ 9ଟା 10ଟା ଭିତରେ ମର୍ଜନ ହୁଏ। ମର୍ଜନ ହେଲେ ସିଧା ପାଟୁଆ ପୋଖରୀ ଯାଆନ୍ତି ପାଟୁଆ ମାନେ, ସେଠୁ କଳା ଫଳା ଖାଇଲା ପରେ କାଣ୍ଡ ଫୋଡ଼ା ହୁଏ। କାଣ୍ଡ ଫୋଡ଼ା ପରେ ଖଣ୍ଡା ଖଣ୍ଡ ହୁଏ, ବଳି ପଡ଼େ। ବଳି ପଡ଼ିଲା ପରେ ସେ କାଗଜ ଲାଗି ସେମାନେ ଆସିକି ମନ୍ଦିରରେ ବାଟରେ ଭୋଗ ଫୋଗ ଖାଆନ୍ତି। ଖାଇଲା ପରେ ମନ୍ଦିରରେ ଯିବା କରନ୍ତି, ଏବଂ ତାପରେ ଆମର କାଣ୍ଡ ଉତରା ଯାଏ। କାଣ୍ଡ ଉତରା ସରିଲା ପରେ ସେମାନଙ୍କର ଯାତ୍ରା କାମ ସରେ। ମୋ ନାଁ ହେଉଛି ପ୍ରତାପ କୁମାର ଶତପଥୀ। ମୁଁ ମନ୍ଦିରର ପୂଜକ। 15 ଦିନ ଧରି ପାଟୁଆ ହୁଏ। ପାଟୁଆ ପଇତା ଦିନ ଠାରୁ ପାଟୁଆ ଯାତ୍ରା ଆରମ୍ଭ ହୁଏ। କିନ୍ତୁ 2 ଦିନ ହେଉଛି ତା ଦେହରେ ମୁଖ୍ୟ। ସବୁଦିନ ମର୍ଦ୍ଦନ କରାଯାଏ, କିନ୍ତୁ 2 ଦିନ ମାସନ ସଂକ୍ରାନ୍ତି। ମାସନ ଦିନ 2 ଜାଗା ମର୍ଦ୍ଦନ କରାଯାଏ, 2 ଥର। ସଂକ୍ରାନ୍ତି ଦିନ ଗୋଟେ ଥର। ସଂକ୍ରାନ୍ତି ଦିନ ମାସନ୍ତ ଦିନ ଏଠି କଉଡ଼ି ଖେଳିବେ, ଝୁଣା ଖାଇବେ, କଣ୍ଟାରେ ପଡ଼ିବେ, ଜୀବ ଫୋଡ଼ିବେ। ମାସନ ଦିନରେ ରାତିରେ କାର୍ଯ୍ୟକ୍ରମ ହେଉଛି 4ଟା ବଡ଼। ଆଉ ସଂକ୍ରାନ୍ତି ଦିନ ସେଠି କାଣ୍ଡ ଫୋଡ଼ିବେ, ଆଉ ଦ୍ୱିତୀୟତଃ ଖଣ୍ଡାରେ ଚଢ଼ିକି ଆସିବେ ଏଠିକି। ଆଜି ହେଉଛି ଶେଷ ଇଏ, ସଂକ୍ରାନ୍ତି ବାସି ହେଉଛି ଶେଷ। ବର୍ତ୍ତମାନ କାଣ୍ଡ ଉତାରିବେ, ପହଞ୍ଚି ଗଲେଣି ଆସି। କାଣ୍ଡ ଉତାରିବେ, ଯେ ଯାହା କିନ୍ତୁ ମନ୍ଦିର ପାଖରେ ରହିବେ। ଲାଷ୍ଟକୁ ବାଟୁଳି ପାଇବେ ସନ୍ଧ୍ୟା ବେଳକୁ, ତାପରେ ଯାଇ ଘରକୁ। ଠାକୁରଙ୍କର ମହିମା, ଯୋଉମାନେ ଯାହା ମାନସିକ କରୁଛନ୍ତି ସେମାନଙ୍କର ନିଶ୍ଚିତ ପୂରଣ ହେଉଛି। ନହେଲେ କେହି କେବେ ମାନସିକ କରନ୍ତାନି ନା, କେବେ ବହୁତ ଲୋକ ବି ଆସନ୍ତି ମାନସିକ କରନ୍ତି, ତାଙ୍କ ନିଶ୍ଚିତ ପୂରଣ ହେଉଛି। ମୁଁ ମିର୍ଜାପୁର ସରପଞ୍ଚଙ୍କର ପ୍ରତିନିଧି ଏବଂ ଆମର ଏଇ ଯେଉଁ ଯାତ୍ରା କମିଟି ପୁରୁଖା ଲୋକ ଯେଉଁମାନେ ଅଛନ୍ତି ଆଗରୁ ଯାତ୍ରା କରୁଥିଲେ ସେମାନେ ଏବଂ ନୂଆ କର୍ମୀ ମିଶିକି ଏକ କମିଟି ଗଢ଼ା ହେଇଥିଲା। 3 ଥର କମିଟି ଏବଂ ପାଟୁଆ ମାନଙ୍କ ସହିତ ବସି ମିଟିଂ ହେଲା ପରେ କେଉଁ ରୂପେ ଯାତ୍ରା ପରିଚାଳନା କରାଯିବ ସେଠି ସେ ଜାଗାରେ ରିଜଲ୍ୟୁସନ୍ ହେଇଥିଲା। ଓ ସେଇଭଳି ଆମର ପାଟୁଆ ଯାତ୍ରା ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଧୁମଧାମରେ ବହୁତ ଆଡ଼ମ୍ବରରେ ପାଳନ କରାଗଲା। ଶାନ୍ତି ଶୃଙ୍ଖଳା ରଖିବା ପାଇଁ ପୋଲିସ ପ୍ରଶାସନ ଆମକୁ ସାହାଯ୍ୟ କରିଥିଲେ ଏବଂ ଆମର ଭଲେଣ୍ଟିୟର ପାଖାପାଖି 100 ଜଣ ଥିଲେ। ଆମର ପ୍ରସେସନ ହେଇକି ଆସନ୍ତି ଖଣ୍ଡା ପାଟୁଆ,
ଏବଂ ବାଣ ଯେଉଁମାନଙ୍କ ମାନସିକ ବାଣ ଥାଏ ବାଣ ମଧ୍ୟ ଫୁଟା ହୁଏ ଏବଂ ଭଲେଣ୍ଟିୟର ମାନେ ମନ୍ଦିରରେ କିଭଳି ସୁବ୍ୟବସ୍ଥାରେ ସମସ୍ତେ ଦର୍ଶନ କରିବେ ତାର ସବୁ ବ୍ୟବସ୍ଥା କରନ୍ତି।